তোর কଣ ହେଇଛି ଏମିତି କାହିଁକି କାନ୍ଦୁଛୁ? আরে বৌমা কাହିଁକି ଏମିତି କାନ୍ଦୁଛୁ ରେ ମା? ଆରେ ତୁ ଯଦି ଏମିତି କାନ୍ଦିବୁ ତାହେଲେ ଆମ ନାତିର ଅବସ୍ଥା କ'ଣ ହବ ରେ ମା? ଆରେ ବୋମା ତୁ ଯଦି ଏମିତି ଭାଙ୍ଗି ପଡ଼ିବୁ ତାହେଲେ ତୋ ପୁଅ ରିୟାନ ବି ଭାଙ୍ଗି ପଡ଼ିବ ରେ ମା। ତୁ ଧୈର୍ଯ୍ୟ ଧର। ସୂର୍ଯ୍ୟ ବିନା ଏକା ଏକା କେମିତି ରହିବି ମା? ପ୍ରତି ମୁହୂର୍ତ୍ତରେ ତାଙ୍କ କଥା ମନେ ପଡ଼ୁଛି। ବାପା ଯାଅ ବାପା, ମୋ ସୂର୍ଯ୍ୟକୁ ମୋ ପାଖକୁ ଫେରାଇ ଆଣ। ଯାଅ ବାପା, ମୋ ସୂର୍ଯ୍ୟକୁ ମୋ ପାଖକୁ ଫେରାଇ ଆଣ। ଆରେ ବୌମା ଏତେ ବଡ଼ ସହରରେ ସେ ଶୈତାନଟା କୋଉଠି ଅଛି? ମୁଁ ତାକୁ କେଉଁଠି ଖୋଜିବାକୁ ଯିବି ରେ ମା? ତୁ ଦେଖିବୁ ବୌମା ସେ ଶୈତାନଟା ଦିନେ ନା ଦିନେ ଏ ଘରକୁ ନିଶ୍ଚୟ ଫେରି ଆସିବ ରେ ମା। ଧୈର୍ଯ୍ୟ ଧର ରେ ମା, ଧୈର୍ଯ୍ୟ ଧର। अरे वाह, ମୋ ମନେ କହୁଛି ସୂର୍ଯ୍ୟ ଦିନେ ନା ଦିନେ ଏ ଘରକୁ ନିଶ୍ଚୟ ଫେରିବ। ଚାଲ ମା ଭିତରକୁ। ଓରେ ବୌମା ରାତି ଆସି ଅନେକ ହେଲାଣି, ଚାଲ ରେ ମା ଘର ଭିତରକୁ ଚାଲ। सତରେ ସୂର୍ଯ୍ୟ ମୁଁ ତୁମକୁ ଭଲ ପାଇ ଆଜି ବହୁତ ଖୁସି ସୂର୍ଯ୍ୟ। ହଁ ପଲବୀ, ମୁଁ ବି ତୁମକୁ ଭଲ ପାଇ ଆଜି ବହୁତ ଖୁସି। ସତରେ ପଲବୀ, ତୁମକୁ ଟିକେ ନ ଦେଖିଲେ ମୁଁ ଜମା ରହିପାରୁନି। ସତରେ ପଲବୀ, ମୁଁ ତୁମକୁ ବହୁତ ଭଲ ପାଏ। ଆଇ ଲଭ୍ ୟୁ ପଲବୀ, ଆଇ ଲଭ୍ ୟୁ। ଆଇ ଲଭ୍ ସୂର୍ଯ୍ୟ, ଆଇ ଲଭ୍ ୟୁ। ମୁଁ ତୁମକୁ ଗୋଟିଏ କଥା କହିବି ବୋଲି କହିପାରିନଥିଲି। ସେ କଥା କହିଲେ ତୁମେ ମୋତେ କ'ଣ କହିବ ମୁଁ କିଛି ଜାଣିନି। ପଲବୀ, ତୁମେ ପୁଣି ମୋତେ କୋଉ କଥା କହିବାକୁ ଚାହୁଁଛ? ଆରେ କୁହ। ସୂର୍ଯ୍ୟ, ମୁଁ ଆଉ ତୁମକୁ ଲୁଚି ଚାବି ଦେଖା କରିପାରିବିନି। ସେଇଥିପାଇଁ ଯେତେ ଶୀଘ୍ର ପାରୁଛ ମୋ ହାତରେ ଶଙ୍କା ମୋ ହାତରେ ସିନ୍ଦୁର ଦେଇ ସବୁଦିନ ପାଇଁ ତୁମ ନିଜର କରିନିଅ। କାହିଁକି ନା ମୁଁ ତୁମ ରକ୍ତରେ ସୂର୍ଯ୍ୟ, ମୁଁ ତୁମ ରକ୍ତରେ ଗର୍ଭବତୀ ଅଛି। ହେ ପଲବୀ, ତମେ ସତ କହୁଛ? ହଁ ସୂର୍ଯ୍ୟ, ମୁଁ ସତ କହୁଛି। 4 ମାସ ଛୁଆ ମୋ ଗର୍ଭରେ ପଡ଼ୁଛି। ଆଉ ତମେ ଯଦି ଭଲ ପାଇ ବୋଲି ଯିବ ମୁଁ ବଞ୍ଚି ପାରିବିନି ସୂର୍ଯ୍ୟ। ଲବି, ସେ ଅଶୁଭ କଥା ଗୁଡ଼ାକ ତମ ବାଠିରେ ଧରିଛ କାହିଁକି? ସତରେ ପଲବୀ, ତମକୁ ଟିକେ ନ ଦେଖିଲେ, ତମ କଥା ଟିକେ ନ ଭାବିଲେ ମୁଁ କ'ଣ ରହିପାରୁଛି? ତମେ ଆଉ ଚିନ୍ତା କରନି ପଲବୀ। ଆଜି ହିଁ ମୁଁ ତମ ହାତରେ ଶଙ୍ଖା ମଥାରେ ସିନ୍ଦୁର ଦେଇ ସବୁଦିନ ପାଇଁ ମୋ ନିଜର କରିନେବି। ଠିକ୍ ଅଛି ସୂର୍ଯ୍ୟ, ମୋ ହାତରେ ଶଙ୍କା ଆଉ ମୋ ହାତରେ ସିନ୍ଦୁର ଦେଇ ସବୁଦିନ ପାଇଁ ତୁମ ନିଜର କରିନିଅ। ହଁ ପଲବୀ, ପଲବୀ ଆଉ ଡେରି ନ କରି ମୋ ପାଖକୁ ଆସ। ମୁଁ ତମକୁ ଏଇ ଶଙ୍ଖା ସିନ୍ଦୁର ପିନ୍ଧାଇ ଦେବି। ଆରେ ଆସ। ପଲବୀ, ତମେ ତ ଜାଣିଛ ଏଇ ଦୁନିଆରେ ମୋର ନିଜର ବୋଲି କେହି ନାହିଁ। ସେଥିପାଇଁ ତମ ଘରକୁ ଯାଇ ତମ ବାପା ମା ଆଉ ତମ ଭାଇଙ୍କ ଆଶୀର୍ବାଦ ନେବା। ଆଉ ମୁଁ ବି ତମ ବାପା ମାଙ୍କୁ କହି ସବୁଦିନ ପାଇଁ ତମ ଘର ଯାଇ ଏଇ ରହିଯିବି। କିନ୍ତୁ ସୂର୍ଯ୍ୟ, ଆମ ଘରକୁ ଗଲା ପରେ କୌଣସି ଅସୁବିଧା ହୁଏ ସେଇଥିପାଇଁ ତମେ ଦାୟୀ ରହିବ। ଠିକ୍ ଅଛି ପଲବୀ, ମୁଁ ତ ଜାଣି ଶୁଣି ତମ ପରି ଗୋଟିଏ ଛୋଟ ଜାତିର ଝିଅକୁ ବାହା ହେଇଛି। ତମ ଘରକୁ ଗଲା ପରେ ଯାହା ବି ପରିସ୍ଥିତି ଆସିବ ମୁଁ ସାମ୍ନା କରିବି। ବର୍ତ୍ତମାନ ଚାଲ ପଲବୀ, ତମ ଘରକୁ ଯିବା। ଚାଲ ସୂର୍ଯ୍ୟ। ଚାଲ।
ଏତେ ଆମ ଝିଅ ପଲବି ଆରେ ଆଜିକୁ 10-12 ଦିନ ବସି କୁଆଡ଼େ ଯାଉଛି କ'ଣ କରୁଛି ତା କଥା ଟିକେ ବୁଝୁନୁ କେମିତି ଆରେ ତମେ କେମିତି ବାହା ହେଇଛ ଯେ ଆରେ ଝିଅର ଦାୟିତ୍ୱ ତୋର କିଛି ନାହିଁ ଛି ସାଥି ଛି ଆରେ ମୁଁ ତୁମକୁ କେତେ ଥର କହିଛି ଝିଅର ବୟସ ହେଇଗଲାଣି କେଉଁଠି ଗୋଟେ ଭଲ ପୁଅ ଦେଖି ତା ବାହାଘର କରିଦେବା ବୋଲି ହେଲେ ତମେ କ'ଣ ମୋ କଥା ଶୁଣୁଛ? ଠିକ ଅଛି ସାଥି ଠିକ ଅଛି ଆରେ ଆଜି ପଲବି ଏସେ ତାକୁ ପଚାରି ବୁଝିଲେ ବା ବାହାଘର ବିଷୟରେ ସେ କ'ଣ କହୁଛି ବାପା ବାପା ତମେ ତ ଜାଣିଛ ଆମ ଘରର ପରିସ୍ଥିତି 4-4ଟା ଗ୍ରୁପ ଟଙ୍କା ଲାଗିଛୁ ସେଇ ଟଙ୍କାଟା କେମିତି ସୁଝିବୁ ମୋତେ ସବୁବେଳେ ସେ ଚିନ୍ତା ଲାଗି ରହିଛି ବାପା ହେଲେ ବାପା ମୁଁ ତୁମକୁ କହିଦେଉଛି ଆମ ଅଦାଣ ତୋର ଯଦି ପଲବ କିଛି ଭୁଲ କରିବ ସେ ତାହେଲେ ମୁଁ ସହିପାରିବି ବାପା ମୁଁ ଭାଇ ହିସାବରେ ନିଶ୍ଚୟ ପ୍ରତିବାଦ କରିବି ଠିକ ଅଛି ବିକ୍ରମ ଠିକ ଅଛି ଏଇ କଥା ହିଁ ତୋ ମାଆକୁ ପଚାରୁଥିଲି ଆରେ ଆଜି ପଲବି ତାକୁ ପଚାରି ବୁଝିଲେ ତା ବାହାଘର ବିଷୟରେ ସେ କ'ଣ କହୁଛି ଆରେ ଆମେ ଏଠି ପାଠନ କରି କିଛି ଲାଭ ନାହିଁ ତମେ ମାନେ ଟିକେ ଧୈର୍ଯ୍ୟ ଦବ ହେଲା ଆରେ ମା ପଲବି ତୁ ଆସିଗଲୁ পলবি তো হাতরে শোকা বতার সিন্দুর তো পুଣି বদবুসরে আরে সত কহ এই পিলাটা কে আরে সত কহ পিলাটা কিয়ে পলবি বাপা କ'ଣ ପଚାରୁଛନ୍ତି ପୁରା ତୋତେ କ'ଣ ଶୁଭା ଯାଉନି ଆରେ କହ ଏ ପିଲାଟି କିଏ ବାପା ଆମେ ହେଉଛନ୍ତି ସୂର୍ଯ୍ୟ ଆମେ ଦେ ପରସ୍ପର ଭଲ ପାଇ ବାହା ସାରିଛୁ ବାପା ନିଷ୍ପତ୍ତିରେ ବାହାଘର ତୋ ମା ତୋ ଭାଇ ତୋ ବାପା କ'ଣ ମରିଯାଇଥିଲେ କ'ଣ আর ঠিক ବି ବୁଝି ପାରିଲୁନି আরে ଯେଉଁ ପିଲାର ଶଙ୍କା ସିନ୍ଦୁର ଫିନ୍ତି ସାରିଛୁ ଆରେ ସେଇ ପିଲାର ହାତ ଧରି ଚାଲି ଯା ଆରେ ଯା ଯାହା କହୁଛେ ବେଶୀ ମୁଁ ଜାଣିଥିଲି ଭଲ ବି ଦିନେ ନା ଦିନେ ଏମିତି ଭୁଲ କରିବା ବୋଲି ଏବେ ଦେଖିଲ ତ ସେ ତା ନିଜ ଇଚ୍ଛାରେ କୋଉ ଗୋଟେ ରାସ୍ତା ଗୋଟେ ପୁଅକୁ ବାହା ହେଇ ଘରେ ଚାଲି ଆସିଛି ତମେ ତାକୁ ଜୁଆ ବୋଲି ଗ୍ରହଣ କରିପାର ହେଲେ ମୁଁ କେବେ ବି ନୁହେଁ ବାପା ଆରେ ମା ପଲବି ତତେ ଲାଜ ସର ବୋଲି କିଛି ଅଛି ନା ନାଇଁ ଆମେ ବାପା ମା ତୋ ଭାଇ କ'ଣ ତୋ କଥା କାହିଁ ବୁଝିପାରିଲୁନି ତୁ ଆମକୁ ନ ପଚାରି ନ ବୁଝି ଏତେ ବଡ଼ ନିଷ୍ପତ୍ତି ନେଇଗଲୁ କାହିଁକି ତମେ ଚୁପ ରହ ସାଥୀ ତମେ ଚୁପ ରହ ଆରେ ତୁମକୁ ମୁଁ କେତେ ଦିନ କହୁଥିଲି କହୁନଥିଲି ଦେଖିଲ ଏବେ କ'ଣ କଲା ଆମର ମାନସର ମାଠିରେ ମିଶାଇ ଦେଲା ଏତେ ତାକୁ ପୋଷିକାଳି ମଣିଷ କରିଥିଲୁ ନା ଏ ବିକ୍ରମ ଭାଇ ତୁ ଦେଖୁଛୁ କ'ଣ ଆଉ ତୁ ଦେଖୁଛୁ ବାରି ବାରି ଏମାନଙ୍କୁ ବିଦାୟ କରିଦେ ଠିକ ଅଛି ବାପା ପଲବି ତୁ ଆଜି ଆମର ମାର ସବୁ ମାଟିରେ ମିଶାଇ ଦେଲୁ ଏ ଘରେ ଆଉ ତୋର କୌଣସି ଅଧିକାର ନାହିଁ ଚାଲିଯା କହୁଛି ଚାଲିଯା ଭଲ ବାପା ଭୁଲି ଯାଇଛି ବାପା ମୁଁ ଯାହା ଭୁଲ କରିଛି ମୋ ମାନଙ୍କୁ ଆଜି ଦିନ ନେରାଉଛି ବାପା ମୁଁ କେମିତି ଘରରୁ ବାହାର କରନି ପଲବି ନା ବାପା ମୋର ଏମିତି ଭଉଣୀ ଦରକାର ନାହିଁ ଦିନେ ଯେ ବାପା ମା ଭାଇର ମାର୍ଥନକୁ ବୁଝିପାରିଲାନି ସେଇଟା ପୁଣି କି ଭଉଣୀ ପଲବି ତୁ ଯେତେ ଶୀଘ୍ର ବାହାରୁଛୁ ସେତେ ଶୀଘ୍ର ଆମ ସାମନାରୁ ଚାଲିବାକୁ କହୁଛି ନହେଲେ ମାରି ମାରି ତୋ ଜୀବନଟା ନେଇଯିବି
ଏଥିରେ ପଦବୀର କିଛି ଦୋଷ ନାହିଁ ବାପା। ଯାହା ଦୋଷ କରିଛି ମୁଁ କରିଛି। ମୁଁ ଭୋଗିବାକୁ ପ୍ରସ୍ତୁତ ଅଛି ବାପା। ହେଲେ ହେଲେ ପଲବୀକୁ ଏମିତି ମାରୁନି। ତାକୁ ତୁ ଔଷଧ ଦେବେ ପୂଜା କରିବି। କାହିଁକି ନା ସିଏ ମୋ ରକ୍ତରେ ଗର୍ଭବତୀ ଅଛି। କଣ କହିଲ? କଣ କହିଲ? ଏ ବାପଲବି, ଆରେ ତୁ ଏ କଣ କଲୁ ରେ ମା? ଆରେ ତୁ ଏ କଣ କଲୁ? ହଁ ବାପା, ଗର୍ଭବତୀ ଅଛି ବୋଲି ତାକୁ ସଙ୍ଗା ସୁନ୍ଦର ପିନ୍ଧି ତାଙ୍କର ହେଇସାରିଛି ବାପା। ତମେ ମାନେ ଯଦି ଆମ ପ୍ରେମକୁ ଗ୍ରହଣ ନ କର ତାହେଲେ ମୁଁ ଦୁନିଆରେ କାହିଁକି ବଞ୍ଚିବି ବାପା? ଆଜି ମୁଁ ବିଷ ବି ମରିଯିବି। ବାପଲବି, ଏ ବାପଲବି, ତାହେଲେ ତୁ କଣ ଗର୍ଭବତୀ ଅଛୁ? ମା ଗର୍ଭବତୀ ଅଛୁ? ହଁ ବାପା, ପଲବୀ ଗର୍ଭବତୀ ଅଛି। ଆମେ ଦୁଇ ଜଣ ସେ ରେଙ୍ଗା ମିସ୍ତ୍ରୀ ପାଖରେ ଲେବର କାମ କରୁଥିଲୁ। ଆଉ ଲେବର କାମ କରୁ କରୁ ଆମେ ଦୁଇ ପରସ୍ପରକୁ ଭଲ ପାଇ ବାହା ହେଇଗଲୁ। ବାପା, ମୁଁ ମାନୁଛି ମୁଁ ଗୋଟେ ଉଚ୍ଚ ଜାତିର ପୁଅ, ଆଉ ପଲବୀ ହେଉଛି ଗୋଟେ ନିଚ୍ଚ ଜାତିର ଝିଅ। ହେଲେ ବାପା, ଭଲ ପାଇବାର ଜାତି ନୀତି ଧର୍ମ କାହାକୁ ମାନେନି। ଆଉ ଆପଣ ଯଦି ଅନୁମତି ଦେବେ ତାହେଲେ ଆପଣଙ୍କ ଝିଅ ପଲବୀ ପାଇଁ ମୁଁ ସବୁଦିନ ପାଇଁ ଆପଣଙ୍କ ଘର ଯାଇ ହେଇ ରହିଯିବି। ହଁ, ରହିଯିବି। ବାପା, ବାପା, ଏତେ କଥା ଶୁଣି ସାରିଲା ପରେ ସୂର୍ଯ୍ୟ ପଲବୀকে ଘରରୁ ଆଡ଼େଇ ଦେବା ଆଦୌ ଠିକ ହଉନି ବାପା। ସୂର୍ଯ୍ୟ ଯଦି ଚାହୁଁଛି ଏ ଘରେ ଘର ତିଆରି ରହିବାକୁ ତାହେଲେ ମୋର କିଛି କହିବାର ନାହିଁ ବାପା। ହେଲେ ତମେ କଣ କହୁଛ? ତୁ ଠିକ କହୁଛୁ ବାବୁ ବିକ୍ରମ, ତୁ ଠିକ କହୁଛୁ। ଆରେ এই ପରିସ୍ଥିତିରେ ଏମାନଙ୍କୁ ଘରୁ ଆଡ଼େଇ ଦେବା ଆମକୁ କେବେ ଧର୍ମ ସହିବନି ବିକ୍ରମ। ଆରେ ଧର୍ମ ସହିବନି, ଆମକୁ ପାପ ଲାଗିବ, ପାପ। ଏ ସାଥୀ, ତମେ କଣ କହିବାକୁ ଚାହୁଁଛ? ଠିକ ଅଛି, ତମେ ବାପ ପୁଅ ଯଦି ଏ କଥାରେ ଏକମତ ତାହେଲେ ମୋର କିଛି କହିବାର ନାହିଁ। ମୁଁ ବି ତମ କଥାରେ ରାଜି। ଠିକ ଅଛି ସାଥୀ, ଠିକ ଅଛି। ବାବୁ, ଏ ବାବୁ, ତାହେଲେ ମୋ ଝିଅ ପଲବୀ ପାଇଁ ତୁ କଣ ମୋ ଘରେ ତୁ କଣ କରୁଛୁ? ହେଇ ରହିପାରିବୁ ତ? ହଁ ବାପା, ତାହେଲେ ଠିକ ଅଛି ବାବୁ, ଠିକ ଅଛି। ଏ ବାବୁ, ବାବୁ, ଆମେ ହେଉଛୁ ଗୋଟେ ଗରିବ ଲୋକ ବାବୁ, ଗରିବ ଲୋକ। ହେଲେ ମୋ ଝିଅକୁ ହାତରେ ଶଙ୍କା ପତାରେ ସିନ୍ଦୁର ଦେଉଛୁ ମାନେ ମୋ ଝିଅକୁ ତୁ କେବେ ଧୋକା ଦେବନି ବାବୁ, ଧୋକା ଦେବନି। ମୋ ଝିଅଟା କାନ୍ଦି କାନ୍ଦି ମରିଯିବ ବାବୁ, ମୋ ଝିଅଟା କାନ୍ଦି କାନ୍ଦି ମରିଯିବ। ଠିକ ଅଛି ବାପା, ମୁଁ ଆପଣଙ୍କ କଥା ନିଶ୍ଚୟ ରଖିବି। ହେଲେ ବାପା, ଆମକୁ ଆଶୀର୍ବାଦ ଦିଅନ୍ତୁ। ଆଜିଠୁ ଆମେ ସୁଖର ସଂସାର ଆରମ୍ଭ କରିବୁ। ଠିକ ଅଛି ବାବୁ। ଆସ ପଲବୀ, ବାପା ମାଙ୍କ ଆଶୀର୍ବାଦ ନେବା। ଆସ। আর তুই ঠেই দেখুছু কর, আর তুই ঠেই দেখুছু কর। আরে এই ঝিও জয়কে বদা ফেলা করে ভিতরକୁ নি চাল। ঠিক ଅଛି, ଚାଲ ମା ଭିତରକୁ ଚାଲ। ଚାଲ ବାବୁଜୀ ଭାଇ ପୁଅ, ଭିତରକୁ ଚାଲ। କିନ୍ତୁ ମା,